ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ। ସୁବର୍ଣ୍ଣରେଖା ନଦୀର ପାଣି ଛାଡୁ ଛାଡୁ ତାର ପେଟ ଚିରିବା ଆରମ୍ଭ କରିଦେଲେଣି ମାଫିଆ। ଡଙ୍ଗା ସାହାଯ୍ୟରେ ନଦୀ ଗର୍ଭରୁ କରୁଛନ୍ତି ଉତ୍ତୋଳନ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବାଲି କବାଡ ନିକଟରେ ସୁବର୍ଣ୍ଣରେଖା ନଦୀର ଅପର ପାର୍ଶ୍ୱରୁ ବାଲି ଉତ୍ତୋଳନ କରି ଡଙ୍ଗା ସାହାଯ୍ୟରେ ଆଣି ଟ୍ରାକ୍ଟରରେ କରୁଛନ୍ତି ଚାଲାଣ। 10ରୁ ଅଧିକ ଟଙ୍କାରେ ଲେବର ମାନେ ବାଲି ପରିବହନ କରି ନଦୀ ଏପଟକୁ ଆଣି କରୁଛନ୍ତି ପରିବହନ। ନଦୀର କୂଳ ଖାଉଥିବାରୁ ଲୋକେ ଭୟଭୀତ ହୋଇ ରହିଥିବା ବେଳେ ମାଫିଆ ମାନେ ତାକୁ ଖାତିର ନ କରି ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି।